ଶଶୀ ନନା କିଏ ଆମେ ଜାଣିନୁ। ଆମେ ଜ୍ୟୋତି ନନାଙ୍କୁ ଜାଣିଛୁ। ଜ୍ୟୋତି ନନା ଦୀର୍ଘ 10 ବର୍ଷ, ତାଙ୍କ ପୂର୍ବରୁ ସ୍ୱର୍ଗତ ପରଶୁରାମ ପାଣିଗ୍ରାହୀ ଥିଲେ, ସେ 5 ବର୍ଷ, ଇଏ 15 ବର୍ଷ ଭିତରେ ମାନେ ଶିମୁଳିଆ ଖଇରା ଭିତରେ ବିଭିନ୍ନ କାମ ଆମର ଡେଭଲପମେଣ୍ଟ କାମ ହେଇଛି। ବହୁତ ଗୁଡ଼େ ଫାଇଟ୍ ସ୍କୁଲ ଡେଭଲପମେଣ୍ଟ କରାହେଇଛି, ରାସ୍ତାଘାଟ ହଉ, କେନାଲ ହଉ, ବ୍ରିଜ୍ ହଉ, ବହୁତ କିଛି ହେଇଛି। ମେଡ଼ିକାଲ ବି ଆପଣଙ୍କ ଯେଉଁ ଶିମୁଳିଆ ମେଡ଼ିକାଲ କିମ୍ବା ଖଇରାରେ ସିଏ ବି ଦେଖନ୍ତୁ କେତେ ତାକୁ ମାନେ ନବୀକରଣ କରାଯାଇଛି। ତା ଭିତରେ ଶଶୀ ଯେଉଁ ନାଁଟା ଆସୁଛି, ଆମେ ତ କେବେ ଜାଣିନୁ ଚିହ୍ନିନୁ ସେ ଆମ ଦଳୀୟ ଲୋକ ବୋଲି। କେଉଁଦିନ ସଭା ସମିତି ଭିତରେ ସେ ଆମେ ଦେଖିତେ ପାଇନାହୁଁ। ଏଇ ଇଲେକ୍ସନ ସମୟରେ ଆସନ୍ତି, ଆଉ ଟିକେଟ୍ ଲବି କରନ୍ତି, ପୁଣି ସେ ଉଭେଇ ଯାଆନ୍ତି। ସେଥିପାଇଁ ଆମେ ସବୁବେଳେ ଜ୍ୟୋତି ନନାଙ୍କ ସପୋର୍ଟରେ ଅଛୁ। ଜ୍ୟୋତି ନନାଙ୍କୁ ଜଣେ ଭଲ ଡାଇନାମିକ୍ ଲିଡର, ତାଙ୍କ ସାଙ୍ଗରେ କାମ କରିବା ପାଇଁ ଆମେ ବହୁତ ଖୁସି ଅନୁଭବ କରୁ। ସେଥିପାଇଁ ଆମେ ସବୁବେଳେ ଆଶା ବି କରୁଛୁ ମାନେ ନବୀନ ପଟ୍ଟନାୟକ ମହୋଦୟଙ୍କ ପାଖରେ ଯେ କି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଟିକେଟ୍ ମିଳୁ।